ଯଦି ଦ୍ୱିତୀୟା ପତ୍ନୀ ହୋଇଥାନ୍ତି ପ୍ରଥମ ପତ୍ନୀଙ୍କ ସ୍ମୃତି ଓ ଉଦାରତାକୁ ସମ୍ମାନ ଦିଅନ୍ତୁ। କୌଣସି ମୁହୂର୍ତ୍ତରେ ପତି ଯଦି ଗମ୍ଭୀର ଓ ଦୁଃଖୀ ହୋଇଯାଆନ୍ତି ତେବେ ସେ ପ୍ରସଙ୍ଗକୁ ପୁନର୍ବାର ଉତ୍ଥାପନ କରନ୍ତୁ ନାହିଁ। ପ୍ରଥମା ପତ୍ନୀଙ୍କ ବାପଘର ସୁସମ୍ପର୍କ ରଖନ୍ତୁ। ଅନେକ କ୍ଷେତ୍ରରେ ଦ୍ୱିତୀୟା ପତ୍ନୀଙ୍କ କଥାରେ ପୁରୁଷଟି ପ୍ରଭାବିତ ହୋଇ ପୂର୍ବର ସମ୍ପର୍କୀୟମାନଙ୍କୁ ଦୂରେଇ ଦେଇଥାନ୍ତି। ଏପରିକି ପ୍ରଥମା ପତ୍ନୀଙ୍କ ଗର୍ଭରୁ ଜାତ ସନ୍ତାନକୁ ମଧ୍ୟ ହତାଦର କରିଥାନ୍ତି। ଏହା ଅନୁଚିତ। ପତିକୁ ଭୁଲରେ ପରିଚାଳିତ କରନ୍ତୁ ନାହିଁ। ନିଜକୁ କେବେ ବି ଛୋଟ ମନେ ନ କରି ସହାନୁଭୂତି ଓ ବନ୍ଧୁତା ବିନିମୟରେ ଜୀବନକୁ ସୁଖୀ କରନ୍ତୁ। ମନେ ରଖନ୍ତୁ, ଉଜୁଡ଼ା ସଂସାରକୁ ଥରେ ସଜାଡ଼ି ନେବାର ଦୃଢ଼ ସଂକଳ୍ପ ଓ ତ୍ୟାଗ ହିଁ ଆପଣଙ୍କ ହୃଦୟର ମହନୀୟତା। ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ଜି ଲିନ୍ ସଂକେତ ଫେଙ୍ଗ ସୁଇ ଉପକରଣ ଚିଲେନ୍ ଅତ୍ୟନ୍ତ ଶକ୍ତିଶାଳୀ ବାସ୍ତୁ ସଂକେତ। ଏହି ସଂକେତକୁ କ୍ୟାରିୟରରେ ଉନ୍ନତି ପାଇଁ ଷ୍ଟଡି ଟେବୁଲର ଉତ୍ତର ଦିଗରେ କିମ୍ବା ଷ୍ଟଡି ରୁମ୍ର ଦିଗରେ ରଖାଯାଇପାରିବ। ବିଶେଷ କରି କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ଏହା ବିଶେଷ ଉପଯୋଗୀ। ବାପା ମା ବଞ୍ଚିଥିଲା ଅବସ୍ଥାରେ ଯେତେ ପାରୁଛନ୍ତି ଶ୍ରଦ୍ଧା କରନ୍ତୁ। ଆଉ ମରିଗଲା ପରେ ଯେତେ ଶ୍ରାଦ୍ଧ କରି କିଛି ଲାଭ ନାହିଁ। ଏ ସଂସାରରେ ଅଦ୍ୱିତୀୟ ବ୍ୟକ୍ତି ଦ୍ୱୟ ହେଲେ ବାପା। ଯାହାଙ୍କୁ ବଞ୍ଚିଥିଲା ବେଳେ ଶ୍ରଦ୍ଧା କରିବା ହିଁ ଶ୍ରାଦ୍ଧ, ଆଉ ତୃପ୍ତ କରିବା ହିଁ ତର୍ପଣ। ଆଉ ମୃତ୍ୟୁ ପରେ ଯାହା କିଛି କାର୍ଯ୍ୟକ୍ରମ ଚାଲେ ସେସବୁ କେବଳ ଲୋକ ଦେଖାଣିଆ। ତେଣୁ ତାଙ୍କ ପାଇଁ ଯଦି କିଛି କରିବାର ଅଛି ବଞ୍ଚିଥିବା ଅବସ୍ଥାରେ ହିଁ କରିନିଅନ୍ତୁ। କାହିଁକି ନା ମୃତ୍ୟୁ ପରେ ଶତ୍ରୁ ବି 2-4 ପଦ ଗୁଣ ବାହୁନି ଆଖିରୁ ଟୋପାଏ ଲୁହ ଝରାଏ। ଷ୍ଟଡି ରୁମ୍ ପାଇଁ ମୁକ୍ତ ବାୟୁ ଏକାନ୍ତ ପ୍ରୟୋଜନ। ତେଣୁ ଷ୍ଟଡି ଟେବୁଲ ନିକଟରେ ଝରକା ଏବଂ ଭେଣ୍ଟିଲେଟର ବ୍ୟବସ୍ଥା ଥିବା ସର୍ବୋତ୍ତମ। ଷ୍ଟଡି ରୁମ୍ର ଦ୍ୱାର କୌଣସି ପାଇଖାନା ଦ୍ୱାରକୁ ସାମ୍ନା କରି ରଖନ୍ତୁ ନାହିଁ। ଷ୍ଟଡି ରୁମ୍ର ଉତ୍ତର ଓ ପୂର୍ବ ଦିଗକୁ କୌଣସି ପରିପ୍ରେକ୍ଷୀରେ ଅବରୋଧ କରନ୍ତୁ ନାହିଁ। ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କାହାର ପତ୍ନୀଙ୍କ ସହ ନିଜ ପତ୍ନୀର ତୁଳନା ନ କରି ତାକୁ ପାଇ ଆପଣ ଖୁସି, ଏହି ଭାବନା ପରିପ୍ରକାଶ କରନ୍ତୁ। ଦାମ୍ପତ୍ୟ ଜୀବନର ପ୍ରତ୍ୟେକଟି ସୁଖ ଦୁଃଖରେ ପତ୍ନୀଙ୍କୁ ସାମିଲ କରନ୍ତୁ। ସେ ହିଁ ଆପଣଙ୍କ ସୁଖ ଦୁଃଖର ଏକମାତ୍ର ଆପଣାର ଭାଗୀଦାର। ପତ୍ନୀ ଯଦି କର୍ମଜୀବୀ ତେବେ ଆପଣ ନିଜ ସହିତ ତାକୁ ତୁଳନା ନ କରି ବରଂ ସେ ଆର୍ଥିକ ଦିଗଟିରେ ଆପଣଙ୍କୁ ଅର୍ଥ କିପରି ସହଯୋଗ କରିବେ ଚିନ୍ତା କରନ୍ତୁ। ପତ୍ନୀଙ୍କ ନିକଟ ସମ୍ପର୍କୀୟ ଲୋକଙ୍କୁ ଯଥୋଚିତ ସମ୍ମାନ ଦେବାରେ ହେଳା ପ୍ରଦର୍ଶନ କରନ୍ତୁ ନାହିଁ। ପତ୍ନୀଙ୍କୁ କେବେ ବି ମିଛ କୁହନ୍ତୁ ନାହିଁ। ଦ୍ୱାରା ବିଶ୍ୱାସର ଦିଗଟି କ୍ଷତିଗ୍ରସ୍ତ ହେବା ସହ ତାଙ୍କ ମନରେ କ୍ଷୁବ୍ଧ ଅଭିମାନ ଦେଖାଦେବ। ପତ୍ନୀଙ୍କ ବାପଘରର ସଦସ୍ୟମାନଙ୍କୁ ନେଇ କଟୁ ଆକ୍ଷେପ ବିଦ୍ରୂପ ଇତ୍ୟାଦି କେବେ ବି କରନ୍ତୁ ନାହିଁ। ଯାହା ସୁମତି ସମ୍ପତ୍ତି ନାନା, ଯାହା କୁମତି ତହା ବିପତ୍ତି ନିଦାନ। ଅର୍ଥାତ୍ ଯେଉଁଠି ବୁଦ୍ଧିର ସହ କାମ କରାଯାଏ ଅନେକ ସୁଖ ସାଧନ ଥାଏ ଏବଂ କୁବୁଦ୍ଧି ଦ୍ୱାରା ବିଭିନ୍ନ ବିପତ୍ତିମାନ ଆସିଥାଏ। ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ଗୃହରେ ପିଲାଙ୍କ ପାଇଁ ଈଶାନ୍ୟ କୋଣରେ କିମ୍ବା ଈଶାନ୍ୟ କୋଣର ଉତ୍ତର କିମ୍ବା ପୂର୍ବ ଦିଗରେ ଥିବା ରୁମ୍କୁ ଷ୍ଟଡି ରୁମ୍ ଭାବେ
ବ୍ୟବହାର କରାଯିବା ଉଚିତ। ଏହି ଦିଗଟି ଜ୍ଞାନର ଦିଗ ହୋଇଥିବାରୁ ଅଧ୍ୟୟନରେ ବିଶେଷ ଭାବେ ପ୍ରଭାବ ପକାଇଥାଏ ଏବଂ ବିଦ୍ୟାର୍ଥୀଙ୍କର ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଐଶାନ୍ୟ କୋଣଟି ଜ୍ଞାନ ପ୍ରଦାନକାରୀ ଦିଗ ହୋଇଥିବାରୁ ଅଧ୍ୟୟନ କରିବା ସମୟରେ ବିଦ୍ୟାର୍ଥୀଙ୍କର ଐଶାନ୍ୟ କୋଣ କିମ୍ବା ଏହାର ଉଭୟ ଉତ୍ତର କିମ୍ବା ପୂର୍ବ ଯେକୌଣସି ଦିଗକୁ କରାଯିବା ଉଚିତ। ପିଜୁଳିର ଉପକାରିତା। ପିଜୁଳି ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ପିଜୁଳିରେ ଅଧିକ ପରିମାଣରେ ଫାଇବର ରହିଥାଏ, ସେଥିପାଇଁ ହଜମ କ୍ରିୟା ଭଲ ହୋଇଥାଏ। ଶରୀରରେ ଥିବା କୋଲେଷ୍ଟ୍ରଲ ମାତ୍ରାକୁ କମ୍ କରିବାରେ ସାହାଯ୍ୟ କରିଥାଏ। ପିଜୁଳିରେ କମ୍ କ୍ୟାଲୋରି ଥାଏ, ଏହା ଆମକୁ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ପିଜୁଳି ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଭଲ ହୋଇଥାଏ। ରକ୍ତରେ ସୁଗାରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। ପିଜୁଳିରେ ଭିଟାମିନ୍ ଏ ଥିବାରୁ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ପିଜୁଳି ଖାଇଲେ ଦାନ୍ତ ବିନ୍ଧା ଏବଂ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଛୋଟ କାଠ ପୋକ ଘୁଣ ବଡ଼ ବଡ଼ କାଠ ଗଣ୍ଡିକୁ ଭିତରେ ଭିତରେ ଫମ୍ପା କରି ଦେଉଥିବା ପରି ସାମାନ୍ୟ ଚିନ୍ତା ସମଗ୍ର ଶରୀରକୁ ଭିତରୁ ନଷ୍ଟ କରିଦିଏ। ଜୟ ଶ୍ରୀ ଜଗନ୍ନାଥ।